ଗୁଟୁ ଆଉ ବାବାଇଙ୍କର କିଛି ଦାନ୍ତଜନିତ ସମସ୍ୟା ଥିଲା। ଆପଣମାନେ ଜାଣିଛନ୍ତି ବାବାଇ କଟକରେ ରହେ, ସେଥିପାଇଁ ଆମେ କଟକ ଯାଇଥିଲୁ। ସୋମବାର ସକାଳୁ ଆମେ କଟକ ଗଲୁ, କିନ୍ତୁ ସୋମବାର ଦିନ କିଛି ଦାନ୍ତ କାମ ହେଇପାରିଲାନି। ମଙ୍ଗଳବାର ଦିନ ସକାଳୁ ମୁଁ ଦୈନନ୍ଦିନ କାର୍ଯ୍ୟକ୍ରମ କେମିତି କରିବି ସେଇ କଥା ଭାବିଥିଲି, ଆଉ ସେଥିରେ ବି ସଫଳ ହେଲି। ବାବାଇ ରହୁଥିବା ଘର ପାଖାପାଖିରେ ବହୁତ ଅରଖ ଗଛ ଥିଲା, 2 ରଙ୍ଗର। ତେଣୁ ମୁଁ ସେଥିରୁ ଯାଇ ମେଞ୍ଚେ ତୋଳି ଆଣିଲି, ଆଉ ଛୁଆଙ୍କୁ ଧରି ତା ଦେହର ବଡ଼ ପାଖୁଡ଼ାକୁ ଛଡ଼େଇ ଦେଲି। ଆଉ ଛଡ଼େଇ ଦେଇ ସାଙ୍ଗେ ସାଙ୍ଗେ ମାଳଟିଏ ଗୁନ୍ଥିଦେଲି। ଆଉ ମନରେ ଭାବିଲି, ପ୍ରକୃତରେ କୌଣସି କାରଣରୁ ସ୍ଥାନ ସିନା ପରିବର୍ତ୍ତନ ହୋଇଯାଏ, ହେଲେ ମଣିଷର ପ୍ରକୃତି କ'ଣ ପରିବର୍ତ୍ତିତ ହୋଇଯିବ କି? ସେଥିପାଇଁ ଆପଣ ଯଦି ଭାବୁଛନ୍ତି ଆପଣ କିଛି ଭଲ କାମ କରୁଛନ୍ତି ବୋଲି, ତାହେଲେ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ବି ତାକୁ କରିବା ପାଇଁ ଚେଷ୍ଟା କରନ୍ତୁ। ଚେଷ୍ଟା କଲେ ଉପାୟ ଆସିଯିବ ଆଉ ଆପଣ ସଫଳ ହେବେ। ହଁ, ଅବଶ୍ୟ ମଙ୍ଗଳବାରରେ ମୁଁ ମନ୍ଦାର ଫୁଲର ହାର ଗୁନ୍ଥିବାକୁ ଭଲ ପାଏ। ସେଦିନ ମୁଁ ଅରଖ ଫୁଲର ହାର ଗୁନ୍ଥିଥିଲି, ଯାହାକି ଶିବାଙ୍କର ନୁହେଁ, ଶିବଙ୍କର ପସନ୍ଦ ଥିଲା। ଯାହା ବି ହେଉ, ଭଗବାନଙ୍କ ଉଦ୍ଦେଶ୍ୟରେ ତ ମୁଁ ମାଳଟିଏ ଗୁନ୍ଥି ପାରିଲି। ପିଲାମାନେ କହିଲେ, ବୋଉ ତୋ କଥାରେ ଆମେ ତୋ ସାଙ୍ଗେ ମାଳ ଗୁନ୍ଥିଲୁ, ଏବେ ତୁ ଆମ ସାଙ୍ଗେ ଟିକେ ଖେଳିବୁ। ସବୁବେଳେ ମୁଁ ପିଲାଙ୍କ ସାଙ୍ଗେ ଖେଳିବାକୁ ଭଲ ପାଏ, ଆପଣମାନେ ଜାଣିଛନ୍ତି। ଆଉ କିଛି ମୁହୂର୍ତ୍ତ ପାଇଁ ମୁଁ ମୋର ଶୈଶବକୁ ଫେରିପାଏ। ଦେଖୁନାହାନ୍ତି, ଏଠି କ'ଣ ବାରି ନା ଦାଣ୍ଡ ଯେ ଛୁଆ କେଉଁଠି ଲୁଚିବେ? କିଏ କବାଟ କୋଣରେ ତ କିଏ କପଡ଼ ଭିତରେ। ଯାହା ବି ହେଉ, କିଛି ସମୟ ଦୌଡ଼ା ଦୌଡ଼ି ହେଇ ବେଶ ଜମିଗଲା, ଆଉ ପେଟ ବି ଝଡ଼ିଗଲା, ମାନେ ଖାଇବା ଝଡ଼ିଗଲା। ଆଉ ଲିପି ତ ଆମର ଟୁକୁମୁକୁ ଜିନିଷ ତିଆରି କରିବାରେ ସିଦ୍ଧହସ୍ତ, ତେଣୁ ସିଏ ଘରେ ବନେଇଥିଲା ବରା ଆଉ ଘୁଗୁନି। ଆମେ କିଛି ସମୟ ଖେଳାଖେଳି କରିବା ପରେ ପୁଣି ଖାଇବା ପ୍ରୋଗ୍ରାମ୍ ଆରମ୍ଭ ହୋଇଗଲା। ସତ କହିବାକୁ ଗଲେ ମୋର ଆଉ ଦୌଡ଼ା ଦୌଡ଼ି କରିବାକୁ ମୋଟେ ଇଚ୍ଛା ନଥିଲା। ଏ ଗରମରେ ଦୌଡ଼ା ଦୌଡ଼ି ଖେଳ, ମୋତେ ସିନା ଇଚ୍ଛା ହେଉନି, ତାଙ୍କୁ କ'ଣ କିଛି ଜଣାପଡ଼ୁଛି? ସେ ବେଶ ଖେଳିବାର ମଜା ନେଉଥିଲେ, ଆଉ ବହୁତ ସମୟ ଖେଳିବା ପାଇଁ କହୁଥିଲେ। ଏତେବେଳକୁ ଆମେ ଖେଳ ବନ୍ଦ କରି ଖାଇବାରେ ଲାଗିପଡ଼ିଲୁ। ଜଳଖିଆ ଖିଆ ହେଲା, ଖରାବେଳ ଖିଆ ବି ବେଶ ଜମିଲା। ହେଲେ ମନ ଭିତରେ ଗୋଟିଏ ଚିନ୍ତା, କେମିତି ଦାନ୍ତ କାମ ସରିବ ଆଉ ମୁଁ ପୁଣି ଘରକୁ ଫେରିଯିବି। କଟକକୁ ଆସିଥିଲି ମଙ୍ଗଳବାର ଫେରିଯିବି ଭାବି। ଯେହେତୁ ସୋମବାର ସନ୍ଧ୍ୟାରେ ଦାନ୍ତ କାମ ହେଇପାରିଲା ନାହିଁ, ମଙ୍ଗଳବାର ସନ୍ଧ୍ୟାରେ ହେବାର ଠିକ୍ ହେଲା। ତେଣୁ ଆମେ ଅପେକ୍ଷା କରିଥିଲୁ। ଆପଣମାନେ ଜାଣିଛନ୍ତି, ସାବିତ୍ରୀ ଡିଷ୍ଟ୍ରିକ୍ଟରେ ମୁଁ ମୋର ଦାନ୍ତ କାମ କରିଥିଲି, ଆଉ ତାହା ମୋତେ ଏତେ ପସନ୍ଦ ଆଉ ଭରସାଯୋଗ୍ୟ ଲାଗିଥିଲା ଯେ ଆମ ଘରେ ଯାହାର ଯାହା ଦାନ୍ତଜନିତ ଟିକେ ବି ସମସ୍ୟା ହେଲେ ମୁଁ ସେଇଠି ହିଁ ଯାଉଛି। ଗତ ଛୁଟିରେ ମୋ ନାତିର ଦାନ୍ତ ସାଇକେଲରୁ ପଡ଼ି ଭାଙ୍ଗି ଯାଇଥିଲା ବେଳେ ବି ମୁଁ ସେଇଠିକି ଯାଇଥିଲି। ତେଣୁ ଗୁଟୁକୁ ସେଠିକି ନେବା ବି ସ୍ୱାଭାବିକ ଥିଲା। ସେଠିକି ଯାଇ ଦେଖିଲି ତା'ର କେତେ ଦାନ୍ତ ପୋକ ଖାଇଗଲାଣି। ଛୋଟ ପିଲାମାନେ ପ୍ରାୟତଃ ମିଠା ଭଲ ପାଆନ୍ତି, କିନ୍ତୁ ତାଙ୍କ ଦାନ୍ତ ପ୍ରତି ଦେଖନ୍ତୁ, ଏଇ 3ଟି ଦାନ୍ତ ତା'ର ଫିଲିଂ ହେଲା। ଆଉ ତାକୁ 2 ଓଳି ଦାନ୍ତ ଘଷିବା ପାଇଁ ଦାନ୍ତ ଡାକ୍ତର ପରାମର୍ଶ ଦେଇଛନ୍ତି, ସେ ବି ତାଙ୍କୁ ପ୍ରତିଶ୍ରୁତି ଦେଇଛି। ଯାହା ବି ହେଉ, ଦାନ୍ତ କାମ କରି କାଲି ଫେରିଲୁ ରାତିରେ। ଆଉ ବରମୁଣ୍ଡାରେ ଭେଟ ହେଲା ମୋର ଏଇ ସବସ୍କ୍ରାଇବର ଝିଅ ଜଣଙ୍କ ସହିତ। ଆମେ ମା ନାତି ଆଜି ବସ୍ରେ ହିଁ ପଳେଇ ଆସିଲୁ। ଆଉ ବାବା ଆମକୁ ଜାଙ୍ଗୁ ଯାଇ ବସ୍ ଷ୍ଟାଣ୍ଡରୁ ଘରକୁ ନେଇ ଆସିଲା। ସବୁ କଥାରେ ସମସ୍ତଙ୍କ ଉପରେ ନିର୍ଭର କରିବାକୁ ବା ହଇରାଣ କରିବାକୁ ମୁଁ ଇଚ୍ଛା କରେ ନାହିଁ। ଆଜି ବାବାଇର ବି ଅଫିସ୍ ଦିନ ଥିଲା, ଆଉ 2 ପୁଅଙ୍କର ବି ଅଫିସ୍ ଦିନ ଥିଲା। ଏପଟୁ ସେମାନେ ଗାଡ଼ି ନେଇ ମୋତେ ଆଣିବେ, ନହେଲେ ବାବାଇ ଗାଡ଼ିରେ ଆଣି ଘର ଛାଡ଼ିବ। ଏତେ କ'ଣ ଦରକାର? ଆମେ ବସ୍ରେ ଚାଲି ଆସିଲୁ। ଆରାମସେ ଘରେ ପହଞ୍ଚିଲା ପରେ ପରେ ମୁଁ ବାରିଆଡ଼କୁ ଦୌଡ଼ିଲି। ସମ୍ପୂର୍ଣ୍ଣ ବାରି ଖରାରେ ବୁଲିବାକୁ ଇଚ୍ଛା ନଥିଲେ ବି ମୋ ହଳଦୀ ବସନ୍ତ ମାନେ କ'ଣ କରୁଛନ୍ତି ଦେଖିବାର ଇଚ୍ଛାକୁ ମୁଁ ରୋକି ପାରିଲି ନାହିଁ। ଗଲାବେଳକୁ ଛୁଆଗୁଡ଼ିକ ଏଇ 2 ଦିନ ଭିତରେ ଆହୁରି ବଡ଼ ହୋଇଯାଇଛନ୍ତି। କି ସୁନ୍ଦର ଥଣ୍ଟ ବାହାର କରି ଖାଇବାକୁ ମାଗୁଛନ୍ତି। ଏତେ ଖୁସି ଲାଗିଲା ମୋତେ, କ'ଣ କହିବି। ଘରେ ଚଢ଼େଇକୁ ଆବଦ୍ଧ କରି ପୋଷିବା ଅପେକ୍ଷା ସେମାନଙ୍କୁ ସୁଯୋଗ ସୃଷ୍ଟି କଲେ ଗଛରେ ଆସି ସେମାନେ ଏମିତି ହିଁ ବସା ବାନ୍ଧିବେ। କେଉଁଠି ଆଉ ଗଛପତ୍ର ଅଛି ଯେ ସିଏ ରହିବେ? ତେଣୁ ମୋ ପଣସ ଗଛରେ ହଳଦୀ ବସନ୍ତର ଏ ବସା କେବଳ ମୋତେ ନୁହେଁ, ଆମର ସମଗ୍ର ପରିବାରକୁ ବହୁତ ଆନନ୍ଦ ଦେଉଥିଲା। ମୁଁ ଭାବିଲି ଏଇ ଖୁସିଟା ମୁଁ ଆପଣମାନଙ୍କୁ ବି ବାଣ୍ଟିଦେବି। ସତ କହିଲେ, ହଳଦୀ ବସନ୍ତ ତା ଛୁଆମାନଙ୍କୁ ଏମିତି ଆଧାର ଦେଉଥିବାର ଦୃଶ୍ୟ ଆପଣମାନଙ୍କୁ ପସନ୍ଦ ହେଲା କି ନାହିଁ ନିଶ୍ଚୟ କହିବେ। ଏଇନା 4-5 ଦିନ ପାଇଁ ଆମ ଘରେ ଖୁସି ଲାଗି ରହିବ, ତାପରେ ସେ ତା ପିଲାଙ୍କୁ ନେଇ